এটা ଆମର ତିର୍ତ୍ତୋଲ ବିଡ଼ିଓ ସାର୍ ଅଭିଯୋଗ କରିଥିଲେ। ଏଠିକାର ଯିଏ ବର୍ତ୍ତମାନ ଅତିରିକ୍ତ ନିର୍ବାହୀ ଅଧିକାରୀ ଅଛନ୍ତି, ଗିରିଜା ଶଙ୍କର ମଲ୍ଲିକ ସାର୍, ତ ତାଙ୍କ ଅଭିଯୋଗ ହିସାବରେ ଆମେ ତୁରନ୍ତ କେସ୍ ରେଜିଷ୍ଟ୍ରେସନ୍ କରିଛୁ ଏବଂ କେସ୍ ରେଜିଷ୍ଟ୍ରେସନ୍ ହେଲା ପରେ ସେ ଯେଉଁ ସିସି ଛୋଟ ହିଡେନ୍ ସିସି କ୍ୟାମେରା ଯେଉଁଟା ଲାଗିଥିଲା ବୋଲି କହୁଥିଲେ ସେଇଟା ଅବଶ୍ୟ ଆମେ ବି ଆସିଲୁ ଚେକ୍ ଚାକ୍ କଲୁ। ତ ସେ ହିଡେନ୍ ସିସି କ୍ୟାମେରାଟା ଆମର ସେ ରୁମ୍ ଭିତରୁ ସେ ତଳେ ଛୋଟ ଜାଗାରେ ସେ ପଡ଼ିଯାଇଥିଲା। ତ ସେଇଟା କେତେ ଦୂର ଲାଗିଥିଲା କି ନ ଲାଗିଥିଲା ଏଇଟା ବର୍ତ୍ତମାନ ସୁଦ୍ଧା ଆମେ ତଦନ୍ତରେ ନେଇକି ଯିବୁ। ହଁ ସେଇଟା ଆମ କବ୍ଜାରେ ଅଛି ଏବଂ ସେଇଟା ଆମର ସାଇବର ଏକ୍ସପର୍ଟ ତରଫରୁ ସେଇଟା ତ ବର୍ତ୍ତମାନ ତ ସେଇଟା ସେମିତି ତ କେଉଁ ଇଏର କିଛି ସେମିତି ଜଣାପଡ଼ୁନାହିଁ, ତାର କେମିତି ମ୍ୟାନୁଫ୍ୟାକ୍ଚର କି କେଉଁ ସେମିତି ତ କିଛି ଇଏ ନାହିଁ, ଲେଖା ଜଣାପଡ଼ୁନାହିଁ। ନାଇଁ ନାଇଁ ସେଥିରେ ସେମିତି ରେକର୍ଡ଼ିଂ ହେଲାନି ଏବଂ ସେ କ୍ୟାମେରାଟା କାହା ସହିତ କନେକ୍ଟ ରହୁଥିଲା, ତ ବର୍ତ୍ତମାନ ଆମେ ସେଇଟା ତଦନ୍ତରେ ଆଣିଛୁ। ସେଟା ମୁଁ ବର୍ତ୍ତମାନ ଆସିଥିଲି ସେଇଥିପାଇଁ ଆସିଥିଲି ମୁଁ। ତ କେବେଠାରୁ ସେଇଟା ଚାଲିଛି ଏବଂ ସେ ବାଥରୁମ୍କୁ କେଉଁମାନେ ପ୍ରତିଦିନ ଯିବା ଆସିବା କରୁଥିଲେ, ତ ଆମେ ସେମାନଙ୍କୁ ଇଣ୍ଟରୋଗେସନ୍ କଲେ ଆସିପାରେ। ହଁ ହଁ ସେଇଟା ସବୁ ପଚରାପୁଚରି କରାହେଇଛି। ତ ସେ ବି ପାନିକ୍ ହେଇଯାଇଛି, ସେ ଜିନିଷଟା ସଠିକ୍ ଭାବରେ ସେ କହିପାରୁନାହାନ୍ତି, ତେଣୁ କରିକି ବାକି ଅନ୍ୟ ଜିନିଷ ତଦନ୍ତ ପରେ ଜଣାପଡ଼ିଯିବ। ହଁ ଏଇଟା ବହୁତ ଆମେ ବି ଚେଷ୍ଟା କରୁଛୁ ଯେତେ ଶୀଘ୍ର ହେଇପାରିବ। ହଁ ସେଟା ତ ଆମେ ଚେଷ୍ଟା କରୁଛୁ ଯେତେ ଶୀଘ୍ର ଆମେ ଇଏ ଏ କାମଟା ଯିଏ ଏ ପ୍ରକାର କରିଛି ଆମେ ଅତି ଶୀଘ୍ର ତାକୁ ଚେଷ୍ଟା କରିବୁ ଖୋଜି ବାହାର କରିବା ପାଇଁ।